ବାଲିଚନ୍ଦ୍ରପୁର ନିକଟ ପତରାଜପୁର ଦଶହରା ପଡ଼ିଆଠାରେ ପତରାଜପୁର ପଞ୍ଚାୟତର ବନ୍ଧୁମିଳନ ମହାସମାରୋହରେ ସମାହିତ ହୋଇଯାଇଛି। ଗୁରୁଚରଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ ବଡ଼ଚଣା ରାଜନୀତିର ଆଜି ଦିନର ଚର୍ଚ୍ଚିତ ଯୁବନେତା ଅନନ୍ତ ନାରାୟଣ ଧଳ ଯୋଗଦେଇ ସମଗ୍ର ବଡ଼ଚଣାବାସୀଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ମୋ ଉପରେ ଅଜାଡ଼ି ହୋଇପଡ଼ିଛି। ଏପରି ସ୍ଥଳରେ ବଡ଼ଚଣାବାସୀଙ୍କର ସାମଗ୍ରିକ ବିକାଶ, ସ୍ୱାଭିମାନ ରକ୍ଷା ମୋର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ବଡ଼ଚଣାବାସୀଙ୍କ ସ୍ୱାର୍ଥ ପାଇଁ ନିରବଚ୍ଛିନ୍ନ ଲଢ଼େଇ ଜାରି ରହିବ। ବଡ଼ଚଣାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ପଞ୍ଚାୟତ ଏବଂ ଏନ୍ଏସି ନିର୍ବାଚନରେ ସମସ୍ତ ପଞ୍ଚାୟତରେ ପ୍ରାର୍ଥୀ ଦିଆଯାଇ ପଞ୍ଚାୟତ ସମିତି ଦାଖଲ ଏବଂ ଏନ୍ଏସି ଦାଖଲ ପାଇଁ ଆମର ପ୍ରୟାସ ଜାରି ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ବନ୍ଧୁମିଳନରେ ନଳିପୁର ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ଶେଖ ମଜିଦ୍, ପ୍ରାକ୍ତନ ସମିତି ସଭ୍ୟ ଖଗେଶ୍ୱର ବେହେରା, 4 ନଙ୍ଗଳ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ବାଉଦିନ ଖାଁ, ନିର୍ମଳ ପଣ୍ଡା, ଦଳିତ ନେତା ହରେକୃଷ୍ଣ ଦାସ, ଜଳଧର ଦାସ, ନିର୍ମଳ ସାମଲ, ସଂଖ୍ୟାଲଘୁ ନେତା ହାକିମ ଖାଁ ପ୍ରମୁଖ ଉଦ୍ବୋଧନ ଦେଇ ଆଜିର ଦିନରେ ବଡ଼ଚଣାବାସୀଙ୍କ ପାଇଁ ଅନନ୍ତ ବାବୁଙ୍କ ଭଳି ଦରଦୀ ଯୁବନେତାଙ୍କର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ବାଲିଚନ୍ଦ୍ରପୁର ଜାତୀୟ ରାଜପଥଠାରୁ ଏକ ବିରାଟ ପଟୁଆରରେ ଅନନ୍ତ ନାରାୟଣ ଧଳଙ୍କୁ ବଜାର ପରିକ୍ରମା କରାଯାଇ ସଭାସ୍ଥଳକୁ ଅଣାଯାଇଥିଲା। ମାହାଙ୍ଗାରୁ ଅମରେନ୍ଦ୍ର ସିଂ, ଓଡ଼ିଶା ମୋବାଇଲ।